ସାଙ୍ଗମାନେ ଆଜିକାଲି ଘର ଭାଙ୍ଗିବା ପାଇଁ ନା ବାହାର ଶତ୍ରୁ ଜମାରୁ ବି ଦରକାର ନାହିଁ। ଘର ଭିତରେ ଥିବା ଦିଟା ଲୋକ ଯଥେଷ୍ଟ। ସେ କିଏ ଜାଣିଛନ୍ତି? ଜଣେ ଶାଶୁ ଆଉ ଜଣେ ବୋହୂ, ଆଉ ମଝିରେ ଫସି ଯାଉଥିବା ଗୋଟେ ବିଚରା ପୁଅ। ସକାଳୁ ଝଗଡ଼ା, ଦିନରେ ଝଗଡ଼ା, ରାତିରେ ଝଗଡ଼ା। ଏମିତି ଲାଗେ ଘର ନୁହେଁ ତ ଯେମିତି ଗୋଟେ କୁରୁକ୍ଷେତ୍ର ଯୁଦ୍ଧ ଚାଲିଛି। ଆଉ ସବୁଠୁ ବଡ଼ କଥା କଣ ଜାଣିଛନ୍ତି? ଶାଶୁ ବୋହୂ ଦୁହେଁ ଭାବନ୍ତି କି ମୁଁ ଠିକ, ସାମ୍ନାବାଲା ଭୁଲ, କିନ୍ତୁ ନିଜକୁ ଜିତେଇବା ଚକ୍କରରେ ହାରିଯାଏ ଗୋଟେ ପରିବାର। ଏ ସମସ୍ୟା ଆରମ୍ଭ ହୁଏ କୋଉଠୁ? ଗୋଟେ ଝିଅ ନିଜ ବାପା ମାଙ୍କ ଘର ଛାଡ଼ିକି ଶାଶୁ ଘରକୁ ଆସିଥାଏ। ତା ମନରେ ହଜାର ସ୍ୱପ୍ନ ଥାଏ। ସେ ଭାବିଥାଏ ଏଇ ଘର ମୋ ଘର ହବ, ଏମାନେ ସମସ୍ତେ ମୋ ନିଜ ଲୋକ ହେବେ। କିନ୍ତୁ ଯେତେବେଳେ ପ୍ରତି କଥାରେ ତାକୁ ଟୋକାଯାଏ, ତାକୁ ଅନ୍ୟ ବୋହୂମାନଙ୍କ ସହିତ ତୁଳନା କରାଯାଏ, ତାର ଛୋଟ ଭୁଲକୁ ବଡ଼ କରାଯାଏ, ସେତେବେଳେ ତା ମନରେ ଦୁଃଖ ଜମିବା ଆରମ୍ଭ ହୁଏ। ଏଇଟା ଜାଣିଲେ ବୋହୂ କଥା। ଏବେ ଟିକେ ଶାଶୁଙ୍କ କଥା ହିଁ ଭାବନ୍ତୁ, ଯିଏ ସାରା ଜୀବନ ନିଜ ପୁଅ ପାଇଁ ସଂଘର୍ଷ କରିଛନ୍ତି, ନିଜ ଇଚ୍ଛାକୁ ମାରିଛନ୍ତି, ନିଜ ସ୍ୱପ୍ନକୁ ଛାଡ଼ିଛନ୍ତି। ଆଉ ଯେଉଁ ପୁଅ ପାଇଁ ସିଏ ଏତେ କଷ୍ଟ କଲେ, ହଠାତ୍ ସେଇ ପୁଅର ଜୀବନରେ ଆଉ ଜଣେ ମଣିଷ ଆସିଗଲା। ସେଇଠି ଅନେକ ମାଙ୍କ ମନରେ ଗୋଟେ ଭୟ ଜନ୍ମ ନିଏ କି ମୋ ପୁଅ ମୋ ଠାରୁ ଦୂରେଇ ଜୀବନ ତ। ଆଉ ଏଇ ଭୟ କାରଣରୁ ବହୁତ ଝଗଡ଼ା ଜନ୍ମ ନେଇଥାଏ। ତେବେ ସାଙ୍ଗମାନେ, ଅସଲ ଶତ୍ରୁ କିଏ? ଶାଶୁ ନା ବୋହୂ? ନା, ଅସଲ ଶତ୍ରୁ ହେଉଛି ଅହଙ୍କାର, ତୁଳନା, ଭୁଲ ବୁଝାମଣା, ମୁଁ ହିଁ ଠିକ ବୋଲି ଭାବିବା। ଏଇ ଚାରିଟା ଜିନିଷ ଗୋଟେ ପରିବାରକୁ ଭାଙ୍ଗି ଦିଏ। ସାଙ୍ଗମାନେ, ଏଥିରେ ସବୁଠୁ ବେଶୀ କଷ୍ଟ କାହାକୁ ହୁଏ ଜାଣିଛନ୍ତି? ଶାଶୁକୁ ନା ବୋହୂକୁ? ନା, ସବୁଠୁ ବେଶୀ କଷ୍ଟ ସେଇ ପୁଅକୁ ହୁଏ। ଦିନରେ ମା କୁହନ୍ତି ତୋ ସ୍ତ୍ରୀ ମୋତେ ସମ୍ମାନ ଦଉନି, ରାତିରେ ସ୍ତ୍ରୀ କୁହେ ତମ ମା ମୋତେ ବୁଝିପାରୁନାହାନ୍ତି। ଭାଇ, ସେ ପୁଅର ଅବସ୍ଥା ଗୋଟେ ଫୁଟବଲ ପରି ହେଇଯାଏ। ଦୁଇ ପଟରୁ କିକ୍ ଖାଏ ଆଉ ଚୁପଚାପ ସହିଯାଏ। କିନ୍ତୁ କେବଳ ଏଇଠାରେ କାହାଣୀ ଶେଷ ହେଇଯାଏନି। ସବୁଠୁ ବେଶୀ କଷ୍ଟ ପାଆନ୍ତି ସେଇ ଛୋଟ ପିଲାମାନେ, ଯେଉଁମାନେ ପ୍ରତିଦିନ ଘରେ ଝଗଡ଼ା ଦେଖନ୍ତି। ସେମାନଙ୍କ ଶୈଶବ ନଷ୍ଟ ହେଇଯାଏ। ତେବେ ଘର ଭାଙ୍ଗେ କେମିତି? ଘର ଗୋଟିଏ ଦିନରେ ଭାଙ୍ଗେନି। ପ୍ରଥମେ ସମ୍ମାନ ଭାଙ୍ଗେ, ତାପରେ କଥାବାର୍ତ୍ତା ଭାଙ୍ଗେ, ତାପରେ ଭରସା ଭାଙ୍ଗେ, ଆଉ ଶେଷରେ ସମ୍ପର୍କ ଭାଙ୍ଗିଯାଏ। ଯେଉଁ ଘରେ ଶାନ୍ତି ନାହିଁ, ସେଠି ଏସି ଥିଲେ ବି ଲାଭ ନାହିଁ, ଗାଡ଼ି ଥିଲେ ବି ଲାଭ ନାହିଁ, ଲକ୍ଷେ ଟଙ୍କା ଥିଲେ ବି ଲାଭ ନାହିଁ। କାରଣ ଶାନ୍ତି ନଥିବା ଘର କେବେ ସ୍ୱର୍ଗ ହେଇପାରେନି। ମା, ଯେଉଁ ବୋହୂକୁ ଆଜି ଆପଣ ଦୋଷ ଦଉଛନ୍ତି, ଗୋଟେ ଦିନ ଆପଣ ବି କାହାର ବୋହୂ ଥିଲେ। ସେତେବେଳେ ଆପଣଙ୍କୁ ବି କଷ୍ଟ ହଉଥିଲା। ଆଉ ବୋହୂ, ଯେଉଁ ଶାଶୁକୁ ତମେ ଆଜି ପୁରୁଣା ଚିନ୍ତାଧାରାର ଲୋକ ବୋଲି କହୁଛ, ଯଦି ସିଏ ନଥାନ୍ତେ ନା, ତେବେ ତମ ସ୍ୱାମୀ ଆଜି ଏ ଜାଗାରେ ନଥାନ୍ତେ। ତେଣୁ ସମ୍ମାନ ଦୁଇ ପଟୁ ଆସିବା ଦରକାର। ତେବେ ଏହାର ପରମାନେଣ୍ଟ ସଲ୍ୟୁସନ କ'ଣ? ସଲ୍ୟୁସନ ହେଉଛି, ତମେ ଘରେ ଶାନ୍ତି ଚାହୁଁଛ, ତାହେଲେ ଜିତିବା ବନ୍ଦ କର, ବୁଝିବା ଆରମ୍ଭ କର। ପ୍ରତି କଥାରେ ଉତ୍ତର ଦିଅନି, ପ୍ରତି କଥାରେ ଇଗୋ ଦେଖାଅନି। କେବେ କେବେ ଚୁପ୍ ରହିଯିବା ଗୋଟେ ବଡ଼ ବୁଦ୍ଧିମତ୍ତା ହେଇଥାଏ। ସାଙ୍ଗମାନେ, ମନେ ରଖ, ଗୋଟେ ଦିନ ସମସ୍ତଙ୍କୁ ଏ ଦୁନିଆ ଛାଡ଼ି ଯିବା ପାଇଁ ପଡ଼ିବ। ସେତେବେଳେ କେହି ପଚାରିବେନି ଶାଶୁ ଜିତିଥିଲା ନା ବୋହୂ ଜିତିଥିଲା। ଲୋକେ ଖାଲି ଏତିକି କହିବେ ଗୋଟେ ସୁନ୍ଦର ପରିବାର ଥିଲା, କିନ୍ତୁ ଅହଙ୍କାର ସେ ପରିବାରକୁ ଭାଙ୍ଗିଦେଲା। ତେଣୁ ଆଜିଠାରୁ ନିଷ୍ପତ୍ତି ନିଅ, ଘରେ ଜିତିବା ନୁହେଁ, ଘରକୁ ବଞ୍ଚେଇବା। କାରଣ ଶାଶୁ ବୋହୂ ଯୁଦ୍ଧରେ କେହି ଜିତନ୍ତିନି, ଶେଷରେ ହାରିଯାଏ କେବଳ ଗୋଟେ ପରିବାର। ସାଙ୍ଗମାନେ, ଯଦି ଆପଣ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଆଉ ଏଭଳି ମୋଟିଭେସନ ଭିଡ଼ିଓ ପସନ୍ଦ କରୁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ଆମ ପରିବାରର ସଦସ୍ୟ ହେଇଯାଆନ୍ତୁ। ଆପଣଙ୍କ ଭଲ ପାଇବା ହିଁ ଆମର ସବୁଠୁ ବଡ଼ ଶକ୍ତି। ଜୟ ଜଗନ୍ନାଥ।